ମାର୍କ ଲିଖିତ ସୁସମାଚାର ତାର 9 ପର୍ବ 14 ରୁ 18 ପଦ। ବାକ୍ୟରେ ପରି ଲେଖାଯାଏ, ପରେ ସେମାନେ ଶିଷ୍ୟମାନଙ୍କ ନିକଟକୁ ଆସି ଦେଖିଲେ ସେମାନଙ୍କ ଚତୁର୍ଦିଗରେ ବହୁ ସଂଖ୍ୟକ ଲୋକ ଆଉ ଶାସ୍ତ୍ରୀମାନେ ସେମାନଙ୍କ ସହିତ ବାଦାନୁବାଦ କରୁଅଛନ୍ତି। ଲୋକ ସମୂହ ତାହାଙ୍କୁ ଦେଖିବା ମାତ୍ରେ ଅତିଶୟ ବିସ୍ମାନିତ ହେଲେ ଓ ଦୌଡ଼ି ଆସି ତାହାଙ୍କୁ ନମସ୍କାର କରିବାକୁ ଲାଗିଲେ। ସେତେବେଳେ ଯୀଶୁ ସେମାନଙ୍କୁ ପଚାରିଲେ, ତୁମାନେ ସେମାନଙ୍କ ସହିତ କଣ ବାଦାନୁବାଦ କରୁଅଛ? ଲୋକ ସମୂହ ମଧ୍ୟରୁ ଜଣେ ତାହାଙ୍କୁ ଉତ୍ତର ଦେଲା, ହେ ଗୁରୁ, ମୁଁ ମୋର ପୁଅକୁ ଆପଣଙ୍କ ନିକଟକୁ ଆଣିଥିଲି, ତାକୁ ଗୋଟିଏ ଗୁଙ୍ଗା ଭୂତ ଲାଗିଛି। ଯେକୌଣସି ସ୍ଥାନରେ ସେ ତାହାକୁ ଧରେ ତାହାକୁ ତଳେ ପକାଇ ଦିଏ, ତାର ମୁହଁରୁ ଫେଣ ବାହାରେ ଓ ସେ ଦାନ୍ତ ରଗଡେ, ଆଉ ସେ ଶୁଖି ଯାଉଅଛି। ତାହାକୁ ଛଡେଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ କହିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ। ଧନ୍ୟବାଦ। ଆଜିର ଯୋଉ ବାକ୍ୟର ପ୍ରସଙ୍ଗ ତା ହଉଛି ଶିଷ୍ୟମାନଙ୍କ ବିଫଳତା। ଶିଷ୍ୟମାନଙ୍କର ବିଫଳତା। ଆମେ ଜାଣୁ ଯୀଶୁ ଖ୍ରୀଷ୍ଟ ଥରେ ଗୋଟେ ପର୍ବତକୁ ଗଲେ, ଯାହା ଲୁକ 6:12 ଲେଖାଯାଏ, ଗୋଟେ ପର୍ବତକୁ ଗଲେ ଆଉ ସାରା ରାତି ସେଠାରେ ପ୍ରାର୍ଥନା କଲେ। ସାରା ରାତି ପ୍ରାର୍ଥନା କରିବା ପରେ ସେ ଓହ୍ଲେଇଲେ, ଶିଷ୍ୟମାନଙ୍କୁ ଡାକିଲେ, 12 ଜଣଙ୍କୁ ପ୍ରେରିତ ବୋଲି ନାମ ଦେଲେ। ଆଉ ଏଇ ଯୋଉ ଶିଷ୍ୟମାନେ ଥିଲେ, ଏଇ ଶିଷ୍ୟମାନଙ୍କ ମଧ୍ୟରୁ ପିତର, ଯାକୁବ, ଜୋହନ, ଯିଏ ତାଙ୍କର ଘନିଷ୍ଠ ଅଟନ୍ତି, ସେମାନଙ୍କୁ ନେଇକି ଏ ପର୍ବତ ଉପରକୁ ଚଢୁଅଛନ୍ତି। ଆପଣମାନେ ଯଦି ପଢିବେ ମାର୍କ ତାର 9 ପର୍ବରେ ଲେଖାଯାଏ, 3 ଜଣ ଶିଷ୍ୟକୁ ନେଇକି ସେ ଚଢିଲେ ଯୋଉ ପର୍ବତରେ ସେ ରୂପାନ୍ତରିତ ହଉଛନ୍ତି। ଇଟ୍ ଇଜ ଦ ମାଉଣ୍ଟ ଅଫ ଦ ଟ୍ରାନ୍ସଫିଗୁରେସନ। ସେଇ ପର୍ବତରେ ଯୀଶୁ ଖ୍ରୀଷ୍ଟ ଯେ ରୂପାନ୍ତରିତ ହଉଅଛନ୍ତି। ଆଉ ସେଇଠି ଆମେ ଦେଖୁ 3 ଜଣ ଶିଷ୍ୟ ପିତର, ଯାକୁବ, ଜୋହନ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଅଛନ୍ତି। ବାକି 9 ଜଣ ଶିଷ୍ୟ ସେମାନେ ତଳେ ବାଦାନୁବାଦ କରୁଅଛନ୍ତି। 3 ଜଣ ଶିଷ୍ୟ ସେମାନେ ଉପରେ ଅଛନ୍ତି ପର୍ବତରେ, 9 ଜଣ ଶିଷ୍ୟ ପର୍ବତ ତଳେ ସେମାନେ ଛିଡା ହେଇଥିଲେ ଆଉ ବାଦାନୁବାଦ କରୁଛନ୍ତି। ସେଇ 3 ଜଣ ଶିଷ୍ୟ ଆମେ ଦେଖୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ପୁରାତନ ନିୟମର 2 ଜଣ ବ୍ୟକ୍ତି, ମୋଶା ଆଉ ଏଲିୟ, ଏ 2 ଜଣ ଯୀଶୁ ଖ୍ରୀଷ୍ଟଙ୍କ ସହିତ କଥା ହେବାର ମଧ୍ୟ ଦେଖୁ 9 ପର୍ବରେ ଯଦି ପଢିବେ। ତତ୍ ସହିତ ପିତାଙ୍କର ଏଇଭଳି ଏକ ବାଣୀ, ହେ ଆମ୍ଭର ପ୍ରିୟ ପୁତ୍ର। ପିତା କହୁଅଛନ୍ତି, ପୁତ୍ର ଛିଡା ହେଇଛନ୍ତି, ଏକ ମେଘ ଆଚ୍ଛାଦନ କରୁଅଛି। ତାପରେ 3 ଜଣ ଶିଷ୍ୟ ଦେଖୁଅଛନ୍ତି। ଭାରି ଚମତ୍କାର ବିଷୟ, ଗୌରବାନ୍ୱିତ ଏକ ଅନୁଭୂତି ମୁଁ କହିଲେ ତା ଅତ୍ୟୁକ୍ତି ହେବ ନାହିଁ। ଏଇଭଳିଆ ଏକ ଅନୁଭୂତି ଥିଲା ସେଇ ପର୍ବତ ଉପରେ। ଆଉ ଏଇ 9 ଜଣ ଶିଷ୍ୟ ସେମାନେ ତଳେ ଛିଡା ହେଇଥିଲେ। ଆଉ ଏଇ 9 ଜଣ ଶିଷ୍ୟ ଆମେ ଯେତେବେଳେ ଦେଖୁ 9 ପର୍ବ 14 ରୁ 18 ପଢିଲେ ଯେ ଶିଷ୍ୟମାନେ ସେ ଘୁଙ୍ଗା ଭୂତ ଯୋଉ ଲାଗିଥିଲା ଯୋଉ ପୁଅଟିକୁ ଏମାନେ ଛଡେଇ ପାରିଲେ ନାହିଁ। ଏମାନେ ଛଡେଇ ପାରିଲେନି। ଏଇ ଶିଷ୍ୟ ମାନଙ୍କର ଯୋଉ ଛଡେଇ ପାରିଲେନି, ତାଙ୍କ ଜୀବନର ବିଫଳତାକୁ ଆମେ ଏଠାରେ ଦେଖିବା। କଣ ହେଲା, ଯୋଉ ଶିଷ୍ୟ ମାନେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସେମାନେ ସେବା କାର୍ଯ୍ୟ ଆରମ୍ଭ କରୁଥିଲେ, କିନ୍ତୁ ସେମାନେ ଭୂତ କାହିଁକି ଛଡେଇ ପାରିଲେ ନାହିଁ? ଲେଖାଯାଏ ଜଣେ ବ୍ୟକ୍ତି ସେ କହୁଛନ୍ତି, ଆଜ୍ଞା ମୋ ପୁଅକୁ ମୁଁ ଆଣିଲି, ଗୁଙ୍ଗା ଭୂତ ଲାଗିଛି, କିନ୍ତୁ ଏମାନେ ଛଡେଇ ପାରୁନାହାନ୍ତି। କଣ ପାଇଁ ଛଡେଇ ପାରିଲେ ନାହିଁ? ତାର 6ଟି କାରଣ ମୁଁ ଆଜି ଆପଣଙ୍କ ପାଖରେ ରଖିବି। 6ଟି କାରଣ ଆଜି ଆମେ ଦେଖିବା। ଗୋଟେ ବିଷୟ, ଯୋଉମାନେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରନ୍ତି ସେମାନେ ଭୂତ ଛଡେଇବେ, ନୂତନ ଭାଷାରେ କଥା କହିବେ, ସର୍ପ ମଧ୍ୟ ଧରିବେ। ଏଇ ଚିହ୍ନ ଗୁଡାକ ସେମାନଙ୍କର ଅନୁବର୍ତ୍ତୀ ହବ ବୋଲି ମାର୍କ ତାର 16 ପର୍ବ 17ରେ ଲେଖାଯାଏ। ଏଇ ଚିହ୍ନ ଗୁଡିକ ତାଙ୍କର ଅନୁବର୍ତ୍ତୀ ହେବ ଯୋଉମାନେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରନ୍ତି। କଣ ଏ ଶିଷ୍ୟମାନେ କଣ ବିଶ୍ୱାସ କରୁନଥିଲେ କି? ଯଦି ବିଶ୍ୱାସ କରୁଥିଲେ ଛଡେଇ କାହିଁ ପାରିଲେନି? ନା କୋଉଠି ସେମାନଙ୍କର ଜୀବନରେ ଅବିଶ୍ୱାସର ବିଷୟ ଥିଲା। ଶିଷ୍ୟମାନେ ପ୍ରେରିତ ବୋଲି ନାମ ଦେଲେ, କିନ୍ତୁ ଭୂତ ଛଡେଇ ପାରିଲେନି। ଲେଖାଯାଏ ମାର୍କ 16:17 ଆପଣ କାଢିକି ପଢି ପାରିବେ। ଲେଖାଯାଏ ଯୋଉମାନେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରନ୍ତି, ଟିକେ ପଢନ୍ତୁ ଜଷ୍ଟ ମାର୍କ 16:17। ଆଉ ବିଶ୍ୱାସୀ ମାନଙ୍କର ଏଇ ସବୁ ଚିହ୍ନ ଅନୁବର୍ତ୍ତୀ ହେବ, ସେମାନେ ମୋ ନାମରେ ଭୂତ ଛଡାଇବେ, ନୂତନ ଭାଷାରେ କଥା କହିବେ। ଧନ୍ୟବାଦ। ଦେଖନ୍ତୁ, ଯୋଉମାନେ ବିଶ୍ୱାସ କରିବେ ସେମାନେ ଭୂତ ଛଡେଇବେ। ତା ମାନେ କୋଉଠି ନା କୋଉଠି ଏମାନଙ୍କର ଅବିଶ୍ୱାସର ବିଷୟ ସେମାନଙ୍କ ଜୀବନରେ ଥିଲା।
ଅବିଶ୍ୱାସ ଯଦି ଥିବ ତାହେଲେ ପ୍ରଭୁ କୌଣସି ଭାବରେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିପାରିବେ ନାହିଁ। ଯୋଉଭଳି ଭାବରେ ଅଗ୍ନି ଯଦି ଆମେ ଅଗ୍ନି ଜାଣିଛୁ ଯେ ସବୁ କିଛି ବିଷୟକୁ ସେ ପୋଡ଼ିଦିଏ, କିନ୍ତୁ ଅଗ୍ନିକୁ ଲିଭେଇବା ପାଇଁ ଆମେ ପାଣିକୁ ବ୍ୟବହାର କରୁ। ସେଇଭଳି ପ୍ରକାରରେ ବିଶ୍ୱାସୀର ଶତ୍ରୁ ହଉଛି ଅବିଶ୍ୱାସ। ଯୋଉଭଳି ପ୍ରକାରରେ ଅଗ୍ନିର ଶତ୍ରୁ ହଉଛି ପାଣି, ସେଇଭଳି ପ୍ରକାରରେ ବିଶ୍ୱାସର ଶତ୍ରୁ ହଉଛି ଅବିଶ୍ୱାସ। ଆପଣ ମାନେ ଯଦି ପ୍ରଭୁଙ୍କ ଠାରେ ବିଶ୍ୱାସ କରନ୍ତି ନିଶ୍ଚୟ ଭୂତ ଛଡେଇବାକୁ ପାରିବେ। ଏମାନେ ଭୂତ ଛଡେଇ ପାରିଲେ ନାହିଁ। ଏଇ କିଛି ଦିନ ତଳେ ମୁଁ ଯାଇଥିଲି ବିଶାଖାପାଟଣା। ବିଶାଖାପାଟଣା ଯେତେବେଳେ ଯାଇଥିଲି, ଯୋଉଠି ସ୍ୱାମୀ ସ୍ତ୍ରୀ ମୋ ସହିତ ଦେଖା ହେଲେ, ଆଉ ସେମାନେ ଯେତେବେଳେ ଜାଣିଲେ ମୁଁ ପ୍ରଚାର କାର୍ଯ୍ୟ କରୁଅଛି, ତ ସେମାନେ ମତେ କହିଲେ, ଆଜ୍ଞା ଟିକେ ଆମ ପାଇଁ ପ୍ରାର୍ଥନା କରନ୍ତୁ, ଆପଣଙ୍କ ସାକ୍ଷ୍ୟ ଟିକେ କୁହନ୍ତୁ, କେମିତି ଆପଣ ପ୍ରଭୁଙ୍କ ପାଇଁ ଆସିଲେ, କାହିଁକି ଏଚଏଲ ରେ ଅଛନ୍ତି, କାହିଁକି କେମିତି ଆସିଲେ। ତ ମୁଁ ଯେତେବେଳେ ମୁଁ ସାକ୍ଷ୍ୟ କହୁଥିଲି ସେମାନଙ୍କୁ, ମତେ ଲାଗିଲା ମୁଁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହଉଛି, ପ୍ରଭୁଙ୍କ ଆତ୍ମା ମୋ ସହିତ ଅଛି। ଆଉ କହୁ କହୁ ସେମାନେ କହିଲେ, ଆଜ୍ଞା ଟିକେ ପ୍ରାର୍ଥନା କରନ୍ତୁ। ସ୍ତ୍ରୀ ଟିଚର, ସ୍ୱାମୀ ଜଣେ ବିଜନେସମ୍ୟାନ। ତ ଗୋଟେ ରୁମ ରେ ସେ କୋଣରେ ସେମାନେ ଚପଲ କାଢିଦେଲେ, ଛିଡା ହେଲେ, ମୁଁ ବି ତାଙ୍କ ସହିତ ଛିଡା ହେଲି। ଗୋଟେ ନର୍ମାଲ ପ୍ରେୟାର ଭାବରେ ମୁଁ ସେଠି ଛିଡା ହେଇଥିଲି, ଯେମିତି ଆମେ ପ୍ରଭୁ ଏମାନଙ୍କୁ ଆଶୀର୍ବାଦ କର, ଏମାନେ ଯୋଉ ବି କାର୍ଯ୍ୟ କରନ୍ତି ସେମାନଙ୍କ ଉପରେ ତୁମେ ହସ୍ତ ରଖ। ସାଧାରଣତଃ ଆମେ ଏଇଭଳିଆ ପ୍ରାର୍ଥନା କରିଥାଉ, କିନ୍ତୁ ମୁଁ ଜଷ୍ଟ ହାଲେଲୁୟା ପ୍ରେଜ ଦ ଲର୍ଡ କହିବା ଆରମ୍ଭ କରୁଥିଲି, ସେ ଝିଅ ଏତେ ଜୋରେ ପାଟି କଲା, ମୁଁ ସଡନଲି ମୋ ଆଖି ଖୋଲିଲି। ଖୋଲିଲା ବେଳକୁ ମତେ ଲାଗିଲା ତା ଦେହରୁ ଗୋଟେ ଭୟର ଆତ୍ମା ବାହାରିଲା, ଆଉ ପ୍ରଭୁଙ୍କ ଆତ୍ମା, ଭୟର ଆତ୍ମା ଗୋଟେ ସେଇଠି ସମ୍ମୁଖା ସମ୍ମୁଖୀ ହବାର ମୁଁ ଜାଣିପାରିଲି। ତାପରେ ଝିଅ ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ସେ ରୁମ ରେ ସେ ମୋଡି ହବା ଆରମ୍ଭ ହେଲା। ଏତେ ମୋଡି ହେଲା ଯେ ସେ ତାର ହାତଟାକୁ ମୋ ହାତରେ ଧରିଛି, ଆଉ ସାଧାରଣତଃ ଲେଡିଜ ମାନେ ଯୋଉ ନଖ ରଖନ୍ତି, ସେ ନଖଟା ବି ମତେ ପୁରା ଚିହ୍ନ ହେଇଗଲାଣି, କିନ୍ତୁ ସେ ଛାଡୁନି। ତ ଯେତେବେଳେ ସେ ଅସମ୍ଭାଳ ହେଲା, ତ ସେତେବେଳେ ମୁଁ ତା ମୁଣ୍ଡ ଉପରେ ହାତ ରଖିଦେଲି, ତ ସେ ପଡିଗଲା। ତ ଯେତେବେଳେ ପଡିଗଲା ତା ସ୍ୱାମୀ ଧରିଲା, ଉଠିଲା ପରେ ବହୁତ କାନ୍ଦିଲା ସେ। ମୁଁ କହିଲି, ଭଉଣୀ କଣ ହେଲା ଆକ୍ଚୁଆଲି, ମତେ ଲାଗୁଛି କିଛି ଡିଷ୍ଟର୍ବିଂ ସ୍ପିରିଟ। ସେ କହୁଛି, ଆଜ୍ଞା ମୁଁ ବହୁତ ଦିନ ହେଲା ରାତିରେ ଶୋଇପାରୁନଥିଲି, କିନ୍ତୁ ଏବେ ମତେ ଟିକେ ରିଲାକ୍ସ ଲାଗିଲା, ଆରାମ ଲାଗିଲା। ପ୍ରଭୁ ଏଇଭଳିଆ ଭାବରେ ଯିଏ ବିଶ୍ୱାସ କରନ୍ତି, ପ୍ରଭୁ ଆଶ୍ଚର୍ଯ୍ୟ ଭାବରେ ଭୂତ ମାନଙ୍କୁ ତାଙ୍କ ଠାରୁ ନିଶ୍ଚୟ ଭାବରେ ବାହାର କରିବା ପାଇଁ ସାହାଯ୍ୟ କରିବେ। କିନ୍ତୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ସେବା କାର୍ଯ୍ୟ କରୁଥିଲେ, ଏଇଭଳି ପ୍ରକାରରେ ସେ ଯେତେବେଳେ ନାଜରିତକୁ ଆସିଲେ, ଲେଖାଯାଏ ନିଜର ପୈତୃକ ନଗର, ସେଇ ଜାଗାକୁ ଯେତେବେଳେ ଆସୁଅଛନ୍ତି, ଲେଖାଯାଏ ସେ ଲୋକମାନଙ୍କର ଅବିଶ୍ୱାସ ଯୋଗୁଁ ସେ ଚମତ୍କୃତ ହେଲେ। କେତୋଟି ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ବିନା ସେ ଆଉ କୌଣସି ମହତ୍ କାର୍ଯ୍ୟ କରିପାରିଲେ ନାହିଁ, ଯାହା ମାର୍କ 6:5 ଲେଖାଯାଏ। ଆଉ ସେଇ ଜାଗାରେ ଆମେ ଦେଖୁ ସେ କେତୋଟି ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ, ଲେଖାଯାଏ ଲୋକମାନଙ୍କର ଅବିଶ୍ୱାସ ଯୋଗୁଁ ସେ ଚମତ୍କୃତ ହେଲେ। ଯୀଶୁ ଖ୍ରୀଷ୍ଟ କେବେ ହେଲେ ବି ଅବିଶ୍ୱାସର ବିଷୟକୁ ସେ ପସନ୍ଦ କରନ୍ତିନି। କାହିଁକି? ବାଇବେଲରେ ଆମେ ଦେଖୁ ଦୁଇଟି ବିଷୟକୁ ସେ ଅନୁଯୋଗ କରୁଅଛନ୍ତି। ମାର୍କ ତାର 16:14 ଟିକେ ପଢନ୍ତୁ ଭଉଣୀ। ମାର୍କ ତାର 16:14 ଦିଟା ବିଷୟ, କଠିନତା ଓ ଅବିଶ୍ୱାସ। ଏଥି ଉତ୍ତରେ ଏକାଦଶ ଶିଷ୍ୟ ଭୋଜନରେ ବସିଥିବା ସମୟରେ ସେ ସେମାନଙ୍କୁ ଦର୍ଶନ ଦେଲେ ଏବଂ ସେମାନଙ୍କର ଅବିଶ୍ୱାସ ଓ ହୃଦୟର କଠିନତା ହେତୁ ସେମାନଙ୍କୁ ଅନୁଯୋଗ କଲେ। ଧନ୍ୟବାଦ। ଯେଉଁମାନେ ଦେଖନ୍ତୁ, ଧନ୍ୟବାଦ ଭଉଣୀ। ଏଇ ଦୁଇଟି ବିଷୟ ଯାହା ଯୀଶୁ ଖ୍ରୀଷ୍ଟ ଅନୁଯୋଗ କରୁଥିଲେ, ହୃଦୟର କଠିନତା ଓ ଅବିଶ୍ୱାସ, ଏଇ ଦୁଇଟି ବିଷୟ ଯଦି ରହିଲା, ପ୍ରଭୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରିପାରିବେ ନାହିଁ। ବେଳେ ବେଳେ ଆମମାନଙ୍କ କଥାରୁ ଲାଗେ ଆମମାନେ ଅବିଶ୍ୱାସୀ ବୋଲି, ଆମମାନେ କହୁ ଆମମାନେ ବିଶ୍ୱାସୀ, କିନ୍ତୁ ଅବିଶ୍ୱାସ ଭଳିଆ ଆମମାନଙ୍କ ଜୀବନରେ ହୁଏ। ମୁଁ କଣ ପାସ୍ କରିପାରିବି, ମୁଁ କଣ ଏଇଟା ମୋ ଜୀବନରେ ହବ, ମୁଁ କଣ ଚାକିରି ପାଇପାରିବି। ପ୍ରଭୁ ତ କହିଛନ୍ତି, ଯାହା ଦେଖିନ କିନ୍ତୁ ବିଶ୍ୱାସ କର ତା ପାଇଅଛ, ଆଉ ପ୍ରଭୁ ନିଶ୍ଚୟ ଦେବେ। ଆମମାନଙ୍କ ଜୀବନରେ ହୁଏ। ପିଲାମାନେ ଯୁବା ଅବସ୍ଥାରେ ସେଇଭଳିଆ ଭାବରେ, ମୁଁ କଣ ପାସ୍ କରିପାରିବି, ମୁଁ କଣ ଏଇଟା କରିପାରିବି, ମୋ ଭବିଷ୍ୟତ କିପରି ହବ। ପ୍ରଭୁଙ୍କ ଠାରେ ବିଶ୍ୱାସ କରୁଛୁ, ହାଲେଲୁୟା। ଯିଏ ଏଇଭଳିଆ ପ୍ରକାରରେ ଆମକୁ ନେଇକି ଆସିଅଛନ୍ତି ମାତାର ଉଦରରୁ, ଆଉ ଲେଖାଯାଏ ତାଙ୍କ ବାକ୍ୟ କୁହେ, ଯିଏ ପକ୍ୱ କେଶ ପର୍ଯ୍ୟନ୍ତ ସମ୍ଭାଳିବା ପରମେଶ୍ୱର ଅଟନ୍ତି। ପ୍ରଭୁ ସାହାଯ୍ୟ କରନ୍ତୁ। ଯଦି ଅବିଶ୍ୱାସ ଅଛି, ତାହେଲେ ପ୍ରଭୁ କାର୍ଯ୍ୟ କରିପାରିବେ ନାହିଁ। ଅବିଶ୍ୱାସ କଣ ପାଇଁ ଆସେ ଜାଣିଛନ୍ତି? ରୋମୀ ତାର 10:17 ଲେଖାଯାଏ, ଆପଣଙ୍କର ବିଶ୍ୱାସ ଶ୍ରବଣ ଦ୍ୱାରା ହୁଏ ବୋଲି ଲେଖାଯାଏ। ବିଶ୍ୱାସ ଶ୍ରବଣ ଦ୍ୱାରା ହୁଏ। କଣ ଶ୍ରବଣ କରିବା ଦ୍ୱାରା? ବାକ୍ୟ ଶ୍ରବଣ କରିବା ଦ୍ୱାରା। ଈଶ୍ୱରଙ୍କ ବାକ୍ୟ ଶ୍ରବଣ କରିବା ଦ୍ୱାରା
विश्वास वृद्धि पाए दैनंदिन से जोठी भी जाए कहे वाक्य सकाळु उठिले पढ़िबार अछि ध्यान करिवार अछि वाक्य को कहिबार अछि मेमोराइज करिवार अछि वाक्य को जेते कहिबे आपनको विश्वास प्रभु सेते बढ़ेबे हालेलुया प्रभु सहाय्य करंतु वाक्य को डेली पढ़िबार अछि गोटे विषय मु कहया पे चाहे आमे जदि अछु तो केतोटी विषय को माने जीवन रे आरंभ करिवार आवश्यक रही अछि नो बाइबल नो ब्रेकफास्ट जदि बाइबल नाही तो ब्रेकफास्ट मध्य करिबानी एई विषय जदि सकाळु आज आमे आरंभ करू कालीठू ताले प्रभु निश्चय भाबरे अद्भुत भाबरे आमानकर विश्वास को वृद्धि करिवे बेले बेले सकाळु उठू प्रार्थना करिथाउ किंतु बाइबल पढि नथाउ बाइबल पढिबा प्रभुଙ୍କ निकटरे प्रार्थना मध्य करिबा तापरे सब कार्य दैनंदिन आरंभ करिबा युवा अवस्थार अनेक अछंती नो ब्रेकफास्ट नो बाइबल गोटे थर आरंभ करंतु हेई पारे टफ हेई पारे किंतु ता आमानक हैबिट रे परिणत हेबो अभ्यास रे परिणत हेबो आउ आमे जत्ते वाक्य को पढिबा वाक्य कथा कहबो आमानक विश्वास सेते वृद्धि हेबो आमने बेले बेले लोकंक सहित बेसी कथा पे इच्छा करिताउ किंतु मु कहया पे चाहे लोकंक सहित कम कथा हो ईश्वरक सहित अधिक कथा हो हालेलुया लोकंक ठारू कम सुनु ईश्वरक ठारू अधिक सुनिया पे आमने चेष्टा करिबा आमानकर विश्वास दैनंदिन भाबरे वृद्धि हबा कहले ईश्वरक वाक्य आमानकु सुनिबार अछि ध्यान करिबार अछि आ कहिबार अछि घोषणा करिबार अछि निज जीवन रे प्रभु सहाय्य करंतु ए प्रथम विषय थिला सेमाने काहे की भूत छड़े पाले नै अविश्वास जोगु द्वितीय कारण है मार्क तार 9 पर्व 29 पद पढ़ंतु टिके जीसु सेमानकु कहिले प्रार्थना बिना आउ काहिरे ए प्रकार भूत छड़ा जाई पारे नाही धन्यवाद देखंतु प्रार्थना बिना ओडिया रे लिखा जाए किंतु इंग्लिश रे लिखा जाए this kind is able to come out by nothing except by prayer and fasting prayer and fasting prayer and fasting प्रार्थना एवं उपवास प्रार्थना सहित उपवास मध्य दरकार अनेक उपवास करंती किंतु प्रार्थना कम करंती अनेक प्रार्थना करंती किंतु उपवास करंती प्रार्थना एवं उपवास ए दुईटी विषय जदि आज आमानक जीवन रे अछि ताले आमाने विफल होबा नाही प्रार्थना जदि बाइबल रे कोनोसी व्यक्ति जदि किछि भी पाइचंती ता प्रार्थना जोगु आमाने जानि अछु एलियो प्रार्थना कले अग्नि ओल्हे आसिला एलिशा प्रार्थना कले आश्चर्य विषय घटिला जिरिमियो को कूपरे पकई देथिले जिरिमियो लेखा जाय प्रार्थना कले सेटारु से मुक्त हेले नूतन नियम रे सेई बळी प्रकार रे आमाने देखु जतले नूतन नियम रो से आद्य मंडली से माने प्रार्थना कले पितर कारागार रु मुक्त हेले जतले हिजिकियो रोग रे पड़न्ते प्रार्थना कले प्रभु तांकर 15 वर्ष आयु को वृद्धि कले दानिएल को सिंह गर्त रे पकेले प्रार्थना करिबा व्यक्ति दिन रे 3 थर प्रार्थना करूतले जेरूशलेम झरका आडे खोली की 3 थर प्रार्थना करूतले दानिएल सेई बळी प्रकार रे दाऊदंक विषय रे लिखा जाय जे 7 थर दिन को जे प्रशंसा करंती गीत संहिता 119 पर्व रे लिखा जाय 7 टाइम्स प्रेजेस बोली लिखा जाय 7 थर से दिन को प्रार्थना करंती प्रार्थना कइले जा निवेदन को बुझाए प्रार्थना कइले जा काकुक्ति को बुझाए प्रार्थना कइले जा अनुरोध को बुझाए आ प्रार्थना जतबेले एई भलिया व्यक्ति माने करूथिले पुरातन नियम रे किंतु नूतन नियम रे प्रभु यीशु ख्रीष्ट कहंती निरंतर प्रार्थना करो हालेलुया निरंतर प्रार्थना करो ता माने जतबेले सुजोग मिलु अछि प्रार्थना करिबा निरंतर प्रार्थना करो प्रे विदाउट सीजिंग निरंतर प्रार्थना करो निरंतर आमाने प्रार्थना करिबा जतबेले सुजोग मिलुछि प्रार्थना करिबा सकाळु उठिले प्रार्थना सहित आमाने आरंभ करू जतबेले भी उठिबा उपवास कइले खाली खाद्यर नुहे खाद्य को स्किप करिबा आपण निजर निद को मध्य सैक्रिफाइस करके प्रार्थना करि पारंती प्रभु निश्चय सुनिबे आपण प्रत्येक दिन सकाळु उठी प्रार्थना करिवार अछि आज मध्य मु 4:30 राति उठी मध्य मु प्रार्थना करिछि पाखा पाखी मु 50 मिनिट घंटाटे सकाळु उठी प्रार्थना करे तापरे बाइबल पढ़े या करूछि से पे मु कहू अछि जोटा प्रैक्टिस करू ताकू ही हमें प्रचार करिवार आवश्यक रही अछि हालेलुया प्रभु सहाय्य करंतु आ आमने देखिबा मूसा जीवन रे मूसा जेतबेले लिखा जाए से पर्वत को जाऊ अछंती सिनिय पर्वत रे आ आमने देखू जेतबेले से फेरिले 40 दिन से उपवास थिले
फेरिला परे लेखा जाए तांकर मुख एते उज्जवल थिला जे से माने देखि पारले नै प्रभुଙ୍କ सहित जेतबळे आमने कथाबार्ता जेतबळे करू उपवास जेतबळे रहू सेतबळे आमानकर शरीर गौरवान्वित हुए महिमान्वित हुए महिमान्वित हुए प्रभु साहाय्य करंतु प्रभु आमानकु प्रार्थना एवं उपवास जदि करूनु अनेक अछंती कहंती आज्ञा देह खराब हबो किंतु एटलिस्ट ब्रेकफास्ट स्किप करू नले लंच स्किप करू नले डिनर स्किप करू ए भले भाबरे आमने चेष्टा करि परिबा प्रार्थना सहित प्रभुଙ୍କ ठाରୁ शक्ति मागि परिबा आमने निश्चय केबेले विफलता आडको जीवा नाही जनक विषय कहबी जणे प्रार्थना करूतले डेविड येंगिचु बोली लेखा जाए साउथ कोरिया रे जे मिनिस्ट्री करूतले बहुत भलो प्रचारक थिले दिने से प्रार्थना करबा समय रे साउथ कोरियन रो प्रेसिडेंट से फोन कले फोन जतले कले ताको स्त्री कहले से कहले आज्ञा अछंदी कि डेविड येंगिचु से कहले आज्ञा अछंदी किंतु मु देई परिबिनी मु ताको स्त्री किंतु फोन देई परिबिनी जेतु से प्रार्थना करूचंदी प्रार्थना एई भलिया एक विषय अटे ता प्रभुଙ୍କ सहित एक व्यक्तिगत संपर्क से समय रे आमने बिल्कुल से समय रे अन्य को समय देबा कथा नुहे अनेक अछंती मां माने भौणी माने सब काम दिन करला पर राति रे प्रार्थना करिया पे भल पांती किंतु सकाळू ता मान को दैनंदिन अभ्यास रे परिणत करिवार अछि आ जुमा माने नो बाइबल नो ब्रेकफास्ट सब जिंस करी आमाने सकाळे तापर आरंभ करिवार अछि देखंतु प्रभु यीशु ख्रीष्टଙ୍କ जीवनटु आमानको सिखिबार आवश्यक रही अछि से प्रार्थना ऊपर बहुत गुरुत्व दउतले पिताଙ୍କ सहित कथा हबा पई से अधिक समय दउतले सेइत पई तो पिता कहंती हे हमर प्रिय पुत्र आ पुत्र मध्य कहती मोर प्रेरणकर्ता इच्छा साधन करबा मोर कर्तव्य अटे पिताଙ୍କ प्रति पुत्रଙ୍କ प्रेम आमाने देखि पारु गेस्टिमन रे प्रार्थना करूछंती जोठी शिष्य मानक बाछिबा पूर्व मध्य प्रार्थना करूछंती गोटे इंपोर्टेंट डिसीजन नबा पूर्व प्रार्थना करूछंती ता माने 14 जन 12 जन शिष्य को प्रेरित नाम देबा पूर्व लोक 6:12 लिखा जाए पर्वत ऊपर को गले सारा राति प्रार्थना कले आम माने जीवन रे किछि गुरुत्वपूर्ण निष्पत्ति नबा पूर्व प्रार्थना करू कि ता विवाह हो ता चाकरी हो ता कोनोसी भी गाड़ी किनिबा विषय हो कोनोसी भी गोटे विषय करबा आगु आमने प्रार्थना करू इंपोर्टेंट डिसीजन पूर्व आमान को प्रार्थना करिवार आवश्यक रही अछि यीशु ख्रीष्टଙ୍କ विषय तला हम देखिबा रोमी तार 8 पर्व 34 पद टिके भूणी पढंतु सुनि बालिन भाई फोन रोमियो तार 8 पर्व 34 पद किए दंडाज्ञा देव ख्रीष्ट जीशु तो मृत्यु भोग कले बरं से उत्थापित हेले से ईश्वरଙ୍କ दक्षिण पार्श्वर अछंती से मध्ये आमମାନଙ୍କ निमंते निवेदन करूछंती धन्यवाद देखंतु से क्रूसार्पित थिले तापर पुनरुत्थित हेले एवं ईश्वरଙ୍କ दक्षिण पार्श्वरे बसिकी से निवेदन करूछंती ता माने पुनरुत्थित परे यीशु ख्रीष्ट जे प्रार्थना करूछंती प्रार्थना कले जा निवेदन जा काकुक्ति को बुझाए से निवेदन करूछंती पिताଙ୍କ दक्षिण पार्श्वरे बसिकी एई पारे 3.5 वर्ष सेवा कार्य से करिथिले प्रचार करिथिले किंतु 2000 वर्ष अधिक हो गलानी पिताଙ୍କ दक्षिण पार्श्वरे बसिकी से निवेदन करू अछंती हालेलुया प्रार्थना होची बहुत गुरुत्वपूर्ण अटे बापाଙ୍କ सहित कथा हबार आमानकर आवश्यक रही अछि प्रभु साहाय्य करंतु तापर एई विषय जोगु से माने विफल हेले एबे तृतीय विषय को देखिबा शिष्य माने काहे की विफल हेले जा आपण पाइबे मार्क तार 9 पर्व 32 पद किंतु सेमाने सेही कथा बुझिले नाही ओ ताहांको पचेरे को भय करथिले से माने बुझिले नाही बोली लिखा जाय प्रथम पद जदि मु कहबी प्रथम से माने बुझिलेनी तापर आपण आमे जिबा जे से माने पचारिबा को भय करथिले प्रथमे से माने बुझिलेनी शिष्य माने बुझिलेनी यीशु ख्रीष्ट ता पर आग पदरे लिखा जाय से कहिले मु क्रूसार्पित हेबी किंतु 3 दिन परे मु पुनरुत्थित हेबी किंतु ए शिष्य माने से माने बुझी पारले नाही स्पिरिचुअल इग्नोरेंस आत्मिक भावरे अज्ञानता बुझी पारु नाहांती आत्मिक विषय जे यीशु ख्रीष्ट क्रूसार्पित हेला परे पुनरुत्थित हेबे
बेले बेले ए स्पिरिचुअल इग्नोरेंस ए आत्मिक अज्ञानता आमान को बंधन आड़ को नहीं जाए किंतु जदि रेभेलेशन जदि अछि प्रकाशन जदि अछि ता आमान को स्वतंत्र करे हालेलुया प्रकाशन जदि अछि जदि ऐश्वरिक ज्ञान अछि ता आमान को स्वतंत्र करे मु आपन को गोटे विषय कहया पई चाहे एबे को ज्ञान स्वतंत्र करे मु कहिबी अज्ञान रु मते मुक्त करे जदि मु प्रभुଙ୍କ ପାଖକୁ ଆସିଛି प्रभु जीशु ख्रीष्ट क्रूसरे झुलु अछंती प्रभु जीशु ख्रीष्ट क्रूसरे झुलु अछंती आउ मु क्रूस पाखକୁ आसी अछि जणे मते एबे कहिबो से तोर पाप पई क्रूसरे जीवन देले से तोर पाप पई क्रूसरे जीवन देले ता माने मु पापी आ मो पाप पई से क्रूसरे जीवन देले जेतु जीवन देले ता द्वारा मु रक्षा पाइली ता द्वारा मु परित्राण प्राप्त हेली एई ज्ञान मते रक्षा प्राप्त कला हालेलुया एई ज्ञान मते अज्ञानतारु मते रक्षा कला द्वितीय रे जेतले यीशु ख्रीष्टको क्रूस को आमे देखु कंटार मुकुट से कंटार मुकुट माने होची से मोर अभिशाप को नेले जो द्वारा कि मु आशीर्वाद पाइबी एई ज्ञान मते आशीर्वाद आड़कू नहीं जाए एबे यीशु ख्रीष्टकर पिठी पटे देखिबा आमाने पढ़ी अछु गीत संहितारे तांको पुष्ट देशरे हळ बुलेले ता माने पिठी रे आमाने देखु प्रस्तराघात करी अछंती प्रस्तराघात जो करी अछंती सेति पई जिसाय 53:5 रे लिखा जाए तुम प्रस्तराघात द्वारा मु सुस्थ पाई अछि तुमर प्रस्तराघात द्वारा मु सुस्थ पाई अछि ता माने सेई ज्ञान द्वारा मु सुस्थ पाइली एबे यीशु ख्रीष्टଙ୍କର शरीर को आउथरे देखु तांको लुगा को आमाने जानु गुली बांट कले चारि भाग कले ता माने से निजे दरिद्र हले जोबळी प्रकार मु धनवान हेबी आत्मिक भाबरे द्वितीय करंती 8:9 रे लिखा जाए से दरिद्र हले जोबळी भाबरे मु धनवान हेबी एई ज्ञान मते धनवान आडकु नै जाय एबे यीशु ख्रीष्टଙ୍କର आउथरे देखिबा शरीर को क्रूस रे झुलु अछंती से मृत्यु को नेले जो बड़ी प्रकार मु अनंत जीवन पाइबी एई ज्ञान मते अनंत जीवन आड़कू नहीं जाए प्रथमे ज्ञान द्वारा मु परित्राण प्राप्त हेली प्रथमे ज्ञान द्वारा से कंटार मुकुट जो पिंदी थिले ता द्वारा से अभिशाप को नेले मु आशीर्वाद को पाइली पिठी पट को जते बेले देखिबा प्रस्तराघात द्वारा मु सुस्थता पाइली एई ज्ञान मते सुस्थता आड़कू निए देहरे लुगा नथिला से दरिद्र हेले एई ज्ञान द्वारा मु धनवान हेली से मृत्यु को नेले एई ज्ञान मते अनंत जीवन आड़कू नहीं जाए आगपटु जदि यीशु ख्रीष्टଙ୍କର देखिबा क्रूसार्पित जे त्राणकर्ता अटंती किंतु पिठी पटकू जतला माने देखु प्रस्तराघात से आरोग्यकारी अटंती हालेलुया प्रेज द लॉर्ड आगपटु रक्षाकारी किंतु पछपटु देखिले आरोग्यकारी एई ज्ञान आमान को स्वतंत्र करे आज अनेक विजाति माने अछंती खाली यीशु ख्रीष्ट को क्रूस रे झुलीबाटा देखचंती किंतु एई ज्ञान जे आमान को स्वतंत्र करे जा अज्ञानतारु मुक्त करे एई विषय एई भितरे एते गभीर विषय रही अछि ता अनेक जानि नाहंती प्रभु साहाय्य करंतु एई शिष्य माने सेहिति पई जानि पारलेनी स्पिरिचुअल इग्नोरेंस से अज्ञानतारे से मान कोचन आज्ञा आमे बुझी पारलु नाही आज्ञा आमे बुझी पारलु नाही एबे एई अज्ञानता सकासु से माने भूत छड़े पाले नाही स्पिरिचुअल इग्नोरेंस आज अनेक अछंती सुस्थता पाया पे आसंती किंतु यीशु को जानि नांती अनेक अछंती सुस्थता पाया पे आसंती किंतु यीशु को जानि नांती यीशु ख्रीष्ट सेवा कार्य आरंभ करुथिले लिखा जाए बाइबल रे जन गहली तांको पछरे चालुथला ए ग्रेट क्राउड फॉलोइंग हिम बोली लिखा जाए अनेक संख्यक लोक तांको पछरे जाउथले से भितरे अनेक थिले जो माने सुस्थता पाया पे आस्तुले जो माने रोटी पाया पे आस्तुले जो माने चमत्कार देखिया पे आस्तुले जो माने समालोचना करिया पे आस्तुले सेति पई आज अनेक लोक अछंदी सुस्थता पाया पे भल पांती किंतु यीशु ख्रीष्ट को जानिया पई इच्छा करंती सुस्थता को केमिति सुस्थ पाइबु सेही विषय से माने जानिबा को बहुत भल पांती किंतु प्रभु यीशु ख्रीष्ट किए ए पर्यंत जाए से माने अज्ञानतार अछंती
प्रभु साहाय्य करंतु एई विषय जतले शिष्य मानक जीवन रे देखा गला तो से माने कोठी ना कोठी आ भूत छड़ेई पारले नाही एबे सेई 9 पर्व 32 पद को आउथरे पढंतु भौणी କିନ୍ତୁ ସେମାନେ ସେଇ କଥା ବୁଝିଲେ ନାହିଁ ଓ ତାହାଙ୍କୁ ପଚାରିବାକୁ ଭୟ କରୁଥିଲେ। भय देखंतु से मानक जीवन रे कोठी ना कोठी भय दुईटी भय अछि हमने जानू गोटे होची नकारात्मक भय गोटे होची सकारात्मक भय नेगेटिव फियर पॉजिटिव फियर नेगेटिव फियर कहले जो माने पिला माने कहते आज्ञा हम अंधार रे जाई परिबेनी सीटी गोटे कोन अछि मु जीविनी ए बेला कहते नेगेटिव फियर पॉजिटिव फियर माने प्रभु को भय करिबा एहाला पॉजिटिव फियर अटे फियर केमिति आसे जानि चंदी प्रभु को भय करिबा पॉजिटिव फियर जदि गोटे व्यक्ति को आपण सम्मान दियंती गोटे व्यक्ति को प्रेम करंती रेस्पेक्ट प्लस लव इक्वल टू फियर जदि गोटे व्यक्ति को आपण सम्मान देबे ताको जदि प्रेम करिवे ता भय रे परिणत हबो ता पॉजिटिव फियर प्रभु को सेत पे हमने भय करू सम्मान दो आ ताको प्रेम मध्य करू सेत पे पॉजिटिव फियर मु प्रभु को भय करू अछि आमाने जतले देखिबा बाइबल रे एई माने भय करूथिले एई शिष्य माने किंतु आमान को प्रभु भयर आत्मा देई नांती आमान को भयर आत्मा कदापि देई नांती सेत पे द्वितीय तिमोथी 1:7 लिखा जाय से भयर आत्मा देई नांती किंतु शक्तिर आत्मा देई अछंती बाइबल जतले माने देखू दाऊदो जीवन पढ़ले मते भारी इंस्पिरेशन लागे समस्त को लागुतबो दाऊद केबे भी भयभीत हेई नांती तांको सिंह भेटिला भय कलेनी तांको साउल भेटिला भय कलेनी तांको गलियात भेटिला भय कलेनी सेइत पई से गीत संहिता 27 रे एक लिखा जाय मु सदा प्रभु मोर दीप्ति और मोर परित्राण मु काहा को भय करिवि सदा प्रभु मोर दीप्ति और परित्राण गॉड इज माय लाइट एंड साल्वेशन टू whom I am fear टू whom I will fear मु काहा को भय करिवि से दीप्ति से परित्राण अटंती केते भी विषय आसिले दाऊद भय कले नहीं सलोमन मध्य कहती उपदेशक जदि पढ़िबे भारी बढ़िया लगे सूर्य तले प्रत्येकटी विषय देखिली ऑल इज वेनिटी प्रत्येक विषय असार अटे जार मूल्य किछि नाही किंतु गोटे सार विषय होला उपदेशक 12:13 लिखा जाए सार कथा एही जे सदा प्रभु को भय और तांको आज्ञा पालन करिबा सार कथा एही सदा प्रभु को भय करिबा और तांको आज्ञा को पालन करिबा ता होची भय प्रभु साहाय्य करंतु एबे आमने शिष्य मान को देखू एई विषय जोगु से माने कोठी ना कोठी से माने भूत छड़ेई पारले नाही एबे पंचम विषय को देखिबा मार्क तार 9 पर्व 33 पद ପରେ ସେମାନେ କଫରନାହୁମକୁ ଆସିଲେ ଯୀଶୁ ଘରେ ପହଞ୍ଚି ସେମାନଙ୍କୁ ପଚାରିଲେ ତୁମମାନେ ବାଟରେ କଣ ତର୍କ ବିତର୍କ କରୁଥିଲ धन्यवाद देखंतु तर्क वितर्क जुक्ति तर्क वादानुवाद बाइबल रे लिखा जाए वादानुवाद जुक्ति तर्क तर्क वितर्क आर्गुमेंट बोली विषय रे लिखा जाए से माने जुक्ति तर्क करुथिले बाइबल लिखा जाए जुक्ति तर्क विरोध जन्माए जुक्ति तर्क करुथुबा व्यक्ति को प्रभु पसंद करंतिनी लिखा जाए हितोपदेश रे जो माने अज्ञानी से माने वादानुवाद करंती जो माने अज्ञानी ज्ञानी माने केबे भी तर्क वितर्क से माने करंती नाही हितोपदेश तार 26 पर्व 17 पद टिके पढंतु आउरी क्लियर भाबरे सेडी लिखा जाय जो लोक पथरे जाऊ जाऊ आपणार असंपर्क विचार रे रागान्वित हुए से कुकुर कान धरिबा लोक तुल्य से क्रोधान्वित हुए से कुकुर कान धरिबा तुल्य ता माने जो माने तर्क वितर्क करंती से माने कुकुर रो कान धरिला बळी केमिति कुकुर रो कान धरिबे माने से निश्चय कामुड़िबो गोटे कुकुरटा अछि आपण जाई ता कान हटात धरिबे से कामुड़िबो सेई भलिया अज्ञानी मानकर जुक्ति तर्क सेई भलिया आ माने
ଯଦି ପ୍ରଭୁଙ୍କ ସନ୍ତାନ, ପ୍ରଭୁ କେବେ ବି ଚାହାନ୍ତିନି ଆମେ ତର୍କ ବିତର୍କ କରୁ, ବାଦାନୁବାଦ କରୁ, କାରଣ ତା ଯୋଗୁ ଗଣ୍ଡଗୋଳ ଆରମ୍ଭ ହୁଏ। ଅନେକ ଅଛନ୍ତି ଭାଇମାନେ ଅଛନ୍ତି, ସେମାନେ କହିବାକୁ ଭଲ ପାଆନ୍ତି, ଆଜ୍ଞା ମତେ ଯୁକ୍ତି ତର୍କ ଦ୍ଵାରା କିଏ ପାରିବନି। ବହୁତ ବଢିଆ କଥା ମୁଁ କୁହେ, ବା ବହୁତ ବଢିଆ କଥା, ଯୁକ୍ତି ତର୍କ ଦ୍ଵାରା ଆଜ୍ଞା ମତେ କିଏ ଏପର୍ଯ୍ୟନ୍ତ ପାରିନି। ଭାରି ବଢିଆ କଥା। ଆମେ ଯଦି ପ୍ରଭୁଙ୍କ ସନ୍ତାନ କେବେ ବି କହିବା ନାହିଁ ଯେ ଯୁକ୍ତି ତର୍କ ଆମମାନେ କେବେ କରିବା, କେବେ ବି ନୁହେଁ, କେବେ ବି ନୁହେଁ। ଆର୍ଗୁମେଣ୍ଟ କେବେ ବି କରିବା ନୁହେଁ, ତର୍କ ବିତର୍କ କରିବା ନୁହେଁ। ଏଇ ଶିଷ୍ୟମାନେ ଯେହେତୁ ଯୁକ୍ତି ତର୍କ କରୁଥିଲେ। ଏବେ ମୁଁ କହିବି ଯୀଶୁ ଖ୍ରୀଷ୍ଟ ପୁନରୁତ୍ଥିତ ହେଲା ପରେ 2 ଜଣ ଶିଷ୍ୟ ସେମାନେ ଇମାୟୁ ପଥରେ ଯାଉଅଛନ୍ତି। ଲୁକ ତାର 24 ପର୍ବରେ ଲେଖାଯାଏ। ଇମାୟୁ ପଥରେ ଯାଉଛନ୍ତି, କଥାବାର୍ତ୍ତା ହଉଛନ୍ତି, ବାଦାନୁବାଦ ହଉଛନ୍ତି, କଥାବାର୍ତ୍ତା ହଉଛନ୍ତି, ବାଦାନୁବାଦ ହଉଛନ୍ତି। ଲୁକ 24:15 ଟିକେ ପଢନ୍ତୁ ଭଉଣୀ। କଥାବାର୍ତ୍ତା ହଉଥିଲେ, ଯୁକ୍ତି ତର୍କ ହଉଥିଲେ, କଥାବାର୍ତ୍ତା ଯୁକ୍ତି ତର୍କ। ଲୁକ 24:15। ସେମାନେ କଥାବାର୍ତ୍ତା ଓ ବାଦନବାଦ କରୁଥିବା ସମୟରେ ଯୀଶୁ ଆପେ ସେମାନଙ୍କ ନିକଟକୁ ଆସି ସେମାନଙ୍କ ସଙ୍ଗେ ସଙ୍ଗେ ଗମନ କରିବାକୁ ଲାଗିଲେ। 16 ପଦରେ କିନ୍ତୁ ସେମାନଙ୍କ ଚକ୍ଷୁ ଏପରି ରୁଦ୍ଧ ହୋଇଥିଲା ଯେ ସେମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ। ଧନ୍ୟବାଦ। ଦେଖନ୍ତୁ ମୁଁ କାହିଁ କହିବା ପାଇଁ ଚାହିଁଲି, କଥାବାର୍ତ୍ତା ବାଦାନୁବାଦ, ଆଲୋଚନା ବାଦାନୁବାଦ, এই ଦୁଇଟି ବିଷୟ ଏମିତି ଯେ ସେମାନେ ମାତି ଯାଇଥିଲେ, ଆତ୍ମିକ ଚକ୍ଷୁ ରୁଦ୍ଧ ହେଇଯାଇଥିଲା। ଯୀଶୁ ଖ୍ରୀଷ୍ଟ ଯେ ତାଙ୍କ ସହିତ ଯାଉଅଛନ୍ତି ସେମାନେ ଚିହ୍ନି ପାରିଲେ ନାହିଁ। ତା ମାନେ ଯୁକ୍ତି ତର୍କ କରୁଥିବା ବ୍ୟକ୍ତି ମାନଙ୍କର ଆତ୍ମିକ ଚକ୍ଷୁ ରୁଦ୍ଧ ଥାଏ, କହିପାରିବା। ଯୋଉମାନେ ଯୁକ୍ତି ତର୍କ କରନ୍ତି, ପ୍ରଭୁ ତ ସେମାନଙ୍କୁ ପସନ୍ଦ କରନ୍ତିନି। ତର୍କ ବିତର୍କ ଠାରୁ ଆମକୁ ଦୂରରେ ରହୁ ବୋଲି ବାଇବେଲ ନୂତନ ନିୟମରେ ବାରମ୍ବାର କୁହାଯାଏ। ଯୁକ୍ତି ତର୍କ ବିରୋଧ ଜନ୍ମାଏ, ଯୁକ୍ତି ତର୍କ ଠାରୁ ଦୂରରେ ରୁହ। ଏଇ ମାନେ କଥାବାର୍ତ୍ତା ଯୁକ୍ତି ତର୍କ, କଥାବାର୍ତ୍ତା ବାଦାନୁବାଦ କରିକି ଯାଉଥିଲେ। ସେଇଥିପାଇଁ ଆତ୍ମିକ ଚକ୍ଷୁ ରୁଦ୍ଧ ଥିଲା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ଯାଉଅଛନ୍ତି ଜାଣି ପାରିଲେ ନାହିଁ। ଆଜି ଅନେକ ଅଛନ୍ତି ଯୁକ୍ତି ତର୍କ କରିବା ପାଇଁ ବହୁତ ଭଲ ପାଆନ୍ତି। ଗୋଟେ ନିଷ୍ପତ୍ତି ନବା, ପ୍ରଭୁଙ୍କର ଯଦି ଆଜି ଆମେ ସନ୍ତାନ ସନ୍ତତି ଅଟୁ, ଯୁକ୍ତି ତର୍କ କରିବା ବନ୍ଦ କରୁ। ଗୋଟେ ସାମାନ୍ୟ ଯୁକ୍ତି ତର୍କରୁ ଗୋଟେ ବଡ ଗଣ୍ଡଗୋଳ ହେଇଯାଏ, ତର୍କ ବିତର୍କରୁ ବହୁତ କିଛି ହେଇଯାଏ। ଆକୁ ପ୍ରଭୁ କେବେ ବି ଚାହାନ୍ତିନି। ଆମେ ଅନେକ ଅଛନ୍ତି ଯୁକ୍ତି ତର୍କ ଦ୍ଵାରା ସେମାନେ ଭାବନ୍ତି ମୁଁ ଗୋଟେ ଆତ୍ମାଙ୍କୁ ପ୍ରଭୁଙ୍କ ଆଡକୁ ଆଣିବି, ତା କେବେ ବି ହବନି। ଯୁକ୍ତି ତର୍କ ଦ୍ଵାରା ହିନ୍ଦୁ ମାଇଥୋଲୋଜି ଉପରେ ତର୍କ ବିତର୍କ ବାଦାନୁବାଦ କରିବା ଦ୍ଵାରା ଆପଣ କାହାକୁ ବି ପ୍ରଭୁଙ୍କ ଆଡକୁ ଆଣିପାରିବେ ନାହିଁ। ପ୍ରେମରେ କଥା କହିବା ଦ୍ଵାରା ଅନ୍ୟମାନେ ନିଶ୍ଚୟ ଆମ ଜୀବନ ଦ୍ଵାରା ପ୍ରଭୁଙ୍କ ଆଡକୁ ଆସିବେ। ହାଲେଲୁୟା। ଆମ ଜୀବନ ଦ୍ଵାରା, ଆମ କଥା ଦ୍ଵାରା, ଆମର କାର୍ଯ୍ୟକଳାପ ଦ୍ଵାରା ଅନେକ ପ୍ରଭୁଙ୍କ ଆଡକୁ ଆସିବେ। ଯୁକ୍ତି ତର୍କ ଦ୍ଵାରା ସେମାନେ ଦେଖିବେ ତଳେ ଆହୁରି ଦୂରେଇ ଯିବେ। ଏଇ ଶିଷ୍ୟମାନଙ୍କ ଜୀବନରେ ବାଦାନୁବାଦ ଯେଭଳି ଭାବରେ ଥିଲା, ସେଇଥିପାଇଁ ଏଇ ଗୋଟେ ବିଷୟ, ଏଇ ଗୋଟେ ବିଫଳତାର କାରଣ ଭୂତ ଛଡେଇ ପାରିଲେ ନାହିଁ। ଏବେ ଲାଷ୍ଟ 6ଠ ବିଷୟ ଦେଖିବା, କଣ ପାଇଁ ଭୂତ ଛଡେଇ ପାରିଲେ ନାହିଁ। ମାର୍କ ତାର 9 ପର୍ବ 34 ପଦ ପଢନ୍ତୁ, ତାପରେ ଶେଷ କରିବା। 8ଟା ବାଜିଲା। କିନ୍ତୁ ସେମାନେ ନିରୁତ୍ତର ହୋଇ ରହିଲେ, କାରଣ କିଏ ଶ୍ରେଷ୍ଠ ଏ ବିଷୟ ଘେନି ସେମାନେ ବାଟରେ ପରସ୍ପର ବାଦନବାଦ କରୁଥିଲେ। ଦେଖନ୍ତୁ କିଏ ଶ୍ରେଷ୍ଠ। ଏଇ ଶ୍ରେଷ୍ଠ ଯେତେବେଳେ ଆମେ ଭାବୁ, ସେତେବେଳେ ମଣ୍ଡଳୀ ବିଭାଜନ ହୁଏ। ଆଜି ଅନେକ ମଣ୍ଡଳୀରେ ଏକତା ନାହିଁ, ଏଇଥିପାଇଁ ଯେ କିଏ ଶ୍ରେଷ୍ଠ କିଏ ଶ୍ରେଷ୍ଠ। ଜଣଙ୍କ ଅଧୀନରେ ଆଉ ଜଣେ ରହିବା ପାଇଁ ଇଚ୍ଛା କରୁନାହିଁ, କାରଣ ସିଏ ବି କହୁଛି ମୁଁ ଶ୍ରେଷ୍ଠ ଅଟେ, ମୁଁ ଶ୍ରେଷ୍ଠ ଅଟେ, ମୁଁ ପାଠ ପଢିଛି, ମୋର ଏଜୁକେଶନାଲ କ୍ୱାଲିଫିକେସନ ଅଧିକା ଅଛି, ମୁଁ ଦରମା ମଧ୍ୟ ପାଏ, ଚାକିରି ମଧ୍ୟ କରିଅଛି, ମୁଁ ଶ୍ରେଷ୍ଠ ଅଟେ। ମଣ୍ଡଳୀରେ ଏଇଭଳି ସ୍ୱଭାବ ଆସିବା ଯୋଗୁ ଏକତା କୋଉଠି ନା କୋଉଠି ବିଭାଜନ ହେଇଯାଏ। ଲୋକମାନେ ସେଇଥିପାଇଁ ଆଜି ଗୋଟେ ଗ୍ରାମରେ 4ଟି ମଣ୍ଡଳୀ। କଣ ପାଇଁ? ଏଇଥିପାଇଁ କିଏ ଶ୍ରେଷ୍ଠ, ଯିଏ ଶ୍ରେଷ୍ଠ ସିଏ ଚାଲିଲା ଆଉ ଗୋଟେ ବାଟରେ। ଏଇ ଶିଷ୍ୟମାନଙ୍କ ଭିତରେ ମଧ୍ୟ ନିଶ୍ଚୟ ଚାଲିଥିବ କିଏ ଶ୍ରେଷ୍ଠ, କିଏ ଶ୍ରେଷ୍ଠ। ଆନ୍ଦ୍ରିୟ କହୁଥିବେ ଆରେ ଯୀଶୁ ଖ୍ରୀଷ୍ଟ ମତେ ପ୍ରଥମେ ଡାକିଲେ, ମୁଁ ଶ୍ରେଷ୍ଠ ଅଟେ। ଯୋହନ କହୁଥିବେ ଭାଇ ତୁ ଶ୍ରେଷ୍ଠ ନାହିଁ, ମୁଁ ଶ୍ରେଷ୍ଠ ଅଟେ, କାରଣ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବକ୍ଷସ୍ଥଳେ ଆଉଜି ପଡିଥିଲି। ପିତର ମଧ୍ୟ କହୁଥିବେ ମୁଁ ମଧ୍ୟ କିଛି କମ ନୁହେଁ,
ଏଇଭଳି ପ୍ରକାରେ ସେମାନଙ୍କ ଭିତରେ ମୁଁ ଭାବୁଛି ଯେ ନିଶ୍ଚୟ ଏଇଭଳିଆ ଭାଗରେ ସେମାନେ ଭାବୁଥିବେ ଯେ ମୁଁ ଶ୍ରେଷ୍ଠ ଅଟେ, ମୁଁ ଶ୍ରେଷ୍ଠ ଅଟେ, ମୁଁ ଶ୍ରେଷ୍ଠ ଅଟେ। କିନ୍ତୁ ଏଇ ବିଷୟ ଦ୍ୱାରା କୋଉଠି ନା କୋଉଠି ଏକତା ବିଭାଜନ ହେଇଯାଏ। ଆଜି ଯଦି ଆମମାନେ ପ୍ରଭୁଙ୍କ ସନ୍ତାନ ସନ୍ତତି ଅଠୁ ଯଦି ଅଛୁ, ତାହେଲେ ଆମେ କେବେ ବି ଆମମାନଙ୍କ ମନରେ ନ ଆସୁ ଏଇ ଶ୍ରେଷ୍ଠତାର ବିଷୟ। ଆଗରୁ ମଧ୍ୟ ମୁଁ କହିଛି, ଆମେ ଯେତେ ଛୋଟ ହେବା ପ୍ରଭୁ ଆମମାନଙ୍କ ଜୀବନରେ ସେତେ ପ୍ରକାଶିତ ହେବେ। ସେଇଥିପାଇଁ ବାପ୍ତିଜିକ ଯୋହନ କହନ୍ତି, ମୁଁ ହ୍ରାସ ପାଏ କିନ୍ତୁ ଅବଶ୍ୟ ସେ ବୃଦ୍ଧି ପାଆନ୍ତୁ। ଲେଟ୍ ହିମ୍ ଇନକ୍ରିଜ୍ ବଟ୍ ଆଇ ମଷ୍ଟ ଡିକ୍ରିଜ୍। ମୁଁ ହ୍ରାସ ପାଏ, ତା ମାନେ ମୁଁ ଯେତେ କମ ହେବି ପ୍ରଭୁ ମୋ ଜୀବନରେ ସେତେ ପ୍ରକାଶିତ ହେବେ। ତା ମାନେ ମୋ ପରିଚୟ ଯେତେ କମ ହବ ପ୍ରଭୁ ସେତେ ଗୌରବାନ୍ୱିତ ହେବେ ମୋ ଜୀବନ ଦ୍ୱାରା। ପ୍ରଭୁ ସେତେ ମୋ ଜୀବନରେ କାର୍ଯ୍ୟ କରିବେ। ଅନେକ ଅଛନ୍ତି ନିଜର ପରିଚୟ ଦେବା ପାଇଁ ବହୁତ ପସନ୍ଦ କରନ୍ତି, ସେଥିପାଇଁ ପ୍ରଭୁ ତାଙ୍କର ଜୀବନରେ ମହିମାନ୍ୱିତ ହେଇପାରନ୍ତି ନାହିଁ। ଆଜି ଆମମାନେ ହ୍ରାସ ପାଇବା ମାନେ ପ୍ରଭୁ ଆମମାନଙ୍କ ଜୀବନରେ କାର୍ଯ୍ୟ କରିବେ, ମାନେ ଆମମାନଙ୍କର ପରିଚୟ ଆଉ ଆଜି ଆମମାନେ କହିବା କଥା ନୁହେଁ। ଅନେକ ଅଛନ୍ତି ପ୍ରଚାର କରନ୍ତି, ତାଙ୍କ ପରିଚୟରେ ହିଁ ସମୟ ବିତିଯାଏ, ପ୍ରଭୁଙ୍କ ବିଷୟ ବହୁତ କମ କହନ୍ତି। କିନ୍ତୁ ମୁଁ କହିବା ପାଇଁ ଚାହେଁ, କମ କରୁ ପ୍ରଭୁ ସେତେ ଆମ ଜୀବନରେ ପ୍ରକାଶିତ ହେବେ। କିନ୍ତୁ ଏଇ ଶିଷ୍ୟମାନଙ୍କୁ ଦେଖୁ, ଏମାନଙ୍କର ବିଫଳତାର କାରଣ ଆମେ ଦେଖୁ ଏ 6ଟି ବିଷୟ। କିନ୍ତୁ ପରବର୍ତ୍ତୀ ଜୀବନରେ ଆମେ ଯେତେବେଳେ ଦେଖିବା ଏ ଶିଷ୍ୟମାନଙ୍କର ଶେଷ ଜୀବନ ଭାରି ଆଶ୍ଚର୍ଯ୍ୟ ଲାଗେ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପଛରେ କୋଉଠି ନା କୋଉଠି ଚାଲିବା ଦ୍ୱାରା ଜୀବନ ପରିବର୍ତ୍ତନ ହେଇଗଲା। ଯୋଉ ବାପ୍ତିଜିକ ଯୋହନ ଦିନେ ଆଙ୍କ ଭିତରେ ଶ୍ରେଷ୍ଠ ଶ୍ରେଷ୍ଠ ହଉଥିବେ, ପରବର୍ତ୍ତୀ ପର୍ଯ୍ୟାୟରେ ସେ କହନ୍ତି, ପ୍ରକାଶିତ ବାକ୍ୟ 1:9 ଲେଖାଯାଏ, ଟିକେ ପଢନ୍ତୁ ଫାଷ୍ଟ ସେ ଲାଇନଟା, ତାପରେ ଶେଷ କରିବା। ତୁମମାନଙ୍କର ଭ୍ରାତା ଓ ଯୀଶୁଙ୍କ ସମ୍ବନ୍ଧୀୟ କ୍ଲେଶ, ରାଜ୍ୟ ଓ ଧୈର୍ଯ୍ୟର ସହଭାଗୀ ଯେ ମୁଁ ଯୋହନ, ମୁଁ ଈଶ୍ୱରଙ୍କର ବାକ୍ୟ ଓ ଯୀଶୁଙ୍କ ସାକ୍ଷ୍ୟ ହେତୁ ପାତ୍ମ ନାମକ ଦ୍ୱୀପରେ ଥିଲି। ଧନ୍ୟବାଦ। ଦେଖନ୍ତୁ ଏଠି ଲେଖାଯାଏ ଫାଷ୍ଟ ଲାଇନଟା, ଆଇ ଆମ୍ ଜନ୍ ୟୁର ବ୍ରଦର, ମୁଁ ଭ୍ରାତା ତୁମମାନଙ୍କର ଯୋହନ। ତା ବହୁତ ଶିଖାଏ ଆମକୁ ଯେ ଯୋହନ ପ୍ରକାଶିତ ବାକ୍ୟ ଲେଖିଲେ ମଧ୍ୟ, କେତେ ନିଗୁଡ ବିଷୟ ଲେଖିଲେ ମଧ୍ୟ, ପ୍ରଥମ ଯୋହନ, ଦ୍ୱିତୀୟ ଯୋହନ, ତୃତୀୟ ଯୋହନ ଲେଖିଲେ ମଧ୍ୟ ସେ କେବେ ବି କହିନାହାନ୍ତି ମତେ ସାର୍ ବୋଲି ଡାକ, ମୁଁ ଯୋହନ ତୁମ ଭାଇ ବୋଲି। ଗୋଟେ ଲାଇନରେ ଏତିକି ଆମମାନଙ୍କୁ ଶିଖେଇବା ପାଇଁ ସାହାଯ୍ୟ କରେ। ମୋ ଜୀବନରେ କେତେ ଶିଖିଥିଲେ ମଧ୍ୟ ଗୁରୁ ଯେ ଜଣେ ସେ ହଉଛନ୍ତି ଯୀଶୁଖ୍ରୀଷ୍ଟ। ହାଲେଲୁୟା। ସେଇଥିପାଇଁ ତ ମାଥ୍ୟୁ 23:8 କହିଲେ, ତୁମାନେ ଗୁରୁ ବୋଲି ସମ୍ବୋଧିତ ହୁଅ ନାହିଁ, ତୁମାନେ ଭାଇ। ଗୁରୁ ଯେ ଜଣେ ମୁଁ ସେ ଭାଇ ତାଙ୍କ ଜୀବନରେ ଏଇଭଳି ଭାବରେ କାର୍ଯ୍ୟ କଲା। ସେ ଶେଷରେ କହୁଛନ୍ତି, ଆଇ ଆମ୍ ଜନ୍ ୟୁର ବ୍ରଦର, ଯିଏ ପ୍ରକାଶିତ ବାକ୍ୟ ଲେଖିଥିଲେ, ଯିଏ ପାତ୍ମ ନାମକ ଦ୍ୱୀପରେ ଥିଲେ। ପ୍ରକାଶିତ ବାକ୍ୟ ବୁଝିବାଟା କଷ୍ଟକର ଅଟେ, ଅନେକ କହନ୍ତି, କିନ୍ତୁ ସେ ବିଷୟ ଲେଖିଥିଲେ ମଧ୍ୟ, ପ୍ରକାଶନ ପାଇଥିଲେ ମଧ୍ୟ କେବେ ବି ସେ କହିନାହାନ୍ତି ମତେ ସାର୍ ବୋଲି ଡାକ, କିନ୍ତୁ ମତେ ସମ୍ମାନ ଦେଇକି ଡାକ, ମୁଁ ଜଣେ ଭାଇ, ତୁମ ଭାଇ ମୁଁ ଯୋହନ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପଛରେ ସମ୍ପୂର୍ଣ୍ଣ ଉପରେ ଚାଲିବା ଦ୍ୱାରା ଜୀବନ ସେମାନଙ୍କର ପରିବର୍ତ୍ତନ ହେଲା। ଯାହା ହଉନା କାହିଁକି ଏଇ 6ଟି ବିଷୟ ଆମେ ଦେଖିଲୁ। ଅବିଶ୍ୱାସ ପ୍ରଥମ ବିଷୟ ଆମେ ଦେଖିଲୁ, କୋଉଠି ନା କୋଉଠି ଆ ଦ୍ୱାରା ଭୂତ ଛଡେଇ ପାରିଲେନି। ଦ୍ୱିତୀୟ ବିଷୟ ହେଲା ପ୍ରାର୍ଥନା ଉପବାସ ସେମାନଙ୍କ ଜୀବନରେ ନଥିଲା। ତାପରେ ଆମେ ଦେଖିଲୁ ଅଜ୍ଞାନତା, ଏଇ ଅଜ୍ଞାନତା ସ୍ପିରିଚୁଆଲ ଇଗ୍ନୋରାନ୍ସ ସେମାନଙ୍କ ଜୀବନରେ ଥିଲା। କୋଉଠି ନା କୋଉଠି ଭୟ ସେମାନଙ୍କ ଜୀବନରେ ଥିଲା, କୋଉଠି ନା କୋଉଠି ବାଦାନୁବାଦ, ତର୍କ ବିତର୍କ ସେମାନଙ୍କ ଜୀବନରେ ଥିଲା, କୋଉଠି ନା କୋଉଠି ନିଜ ହଉଛନ୍ତି ନିଜେ ନିଜେ ଶ୍ରେଷ୍ଠ, ସେଇଥିପାଇଁ ସେମାନେ ତର୍କ ବିତର୍କ କରୁଥିଲେ। ଏଇ ବିଷୟ ଦ୍ୱାରା ସେମାନେ ଭୂତ ଛଡେଇ ପାରିଲେ ନାହିଁ। କିନ୍ତୁ ଏଇ ବିଷୟ ଆମେ ଜୀବନରେ ଶିଖିବା ଦରକାର। ପ୍ରଭୁ ଆମମାନଙ୍କୁ ଯଦି ଭୂତ ଛଡେଇବା ପାଇଁ, ଯଦି ଆମେ ଚାହୁଁ ଭୂତ ଛଡେଇବା ପାଇଁ, ତାହେଲେ ପ୍ରଭୁଙ୍କ ଠାରେ ବିଶ୍ୱାସ କରୁ। ଏଇ ଅବିଶ୍ୱାସର ବିଷୟ ଆମମାନଙ୍କ ଜୀବନରୁ ଦୂର କରୁ, ଏଇ ଅଜ୍ଞାନତାର ବିଷୟ ଆମମାନଙ୍କ ଜୀବନରୁ ଦୂର କରୁ, ଏଇ ଭୟର ଜୀବନ ଆମମାନଙ୍କ ଜୀବନ ଦୂର କରୁ, ଏଇ ଶ୍ରେଷ୍ଠ ଜୀବନ ଦୂର କରନ୍ତୁ ଆମମାନଙ୍କ ଜୀବନରେ। ଯେତେ ଯାଏ ଅଛୁ ଏକ ଶିଷ୍ୟ ଭାବରେ ପ୍ରଭୁଙ୍କ ପାଦ ତଳେ ନିଜ ଜୀବନକୁ ସମର୍ପି ଦେବା। ପ୍ରଭୁ ଆମମାନଙ୍କ ଜୀବନରେ ନିଶ୍ଚୟ ଗୌରବାନ୍ୱିତ ହେବେ। ପ୍ରଭୁ ଏଇ ଅଳ୍ପ ବାକ୍ୟରେ ଆଶୀର୍ବାଦ କରନ୍ତୁ।